ଶ୍ରୀଯୁକ୍ତ ମହାନ୍ତି ଦେଖିଲେ ଆପଣ କାହିଁ ଅନେକ ଲୋକ ଏତେ ଭଲ ପାଆନ୍ତି ଦଳ ମତ ନିର୍ବିଶେଷରେ ହଉ ସାଂଗଠନିକ କ୍ଷେତ୍ରରେ ଆପଣ ସମସ୍ତେ କାହିଁକି ଏତେ ଭଲ ସେଟା ମୁଁ ବି ଜାଣେ ନା କାହିଁ ବହୁତ କାରଣ କଣ ଥାଏ ନେତା ବି କହନ୍ତି ମୁଁ କିନ୍ତୁ ଜାଣେ ନା ଭଗବାନ ମୁଁ ଖାଲି ପ୍ରାର୍ଥନା କରେ ପ୍ରଭୁ ଯେ ଆମ ଶେଷ ଜୀବନଟା ଲୋକଙ୍କର ଏଇପରି ଭଲ ପାଇବା ଥାଉ। ଶୁଣନ୍ତୁ ବ୍ୟାସନଗର ନିଶ୍ଚିନ୍ତ ଭାବେ ତ ଅବହେଳିତ ଅଛି ଅର୍ଥ ବି ବହୁତ ଆବଶ୍ୟକତା ଅଛି। ବର୍ତ୍ତମାନ ଆମର ସବୁ ଯୋଉ ଷ୍ଟାଡିୟମ ପାଇଁ ଆଇଲା 27 କୋଟି ଟଙ୍କା ଟେଣ୍ଡର ହେଇକି ବର୍ତ୍ତମାନ କାମ ହଉଛି ଆଡିସନାଲ ଆଉ ଟଙ୍କା ଆସିବ ଏପରି 35-37 କୋଟି ଟଙ୍କା ଆସିବ। ଆଜି ଜଣେ ଏଭଳି ବ୍ୟକ୍ତି ଆମ ଗଣରେ ଅଛନ୍ତି ଖାଲି ଯାଜପୁର ନୁହେଁ ବ୍ୟାସନଗର ନୁହେଁ ବା କୋରେଇ ନିର୍ବାଚନ ମଣ୍ଡଳୀ ନୁହେଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି ଏବଂ ଜଣେ ନିଷ୍ଠଭାଷୀ ପରୋପକାରୀ ଶ୍ରୀଯୁକ୍ତ ରଥରମଣ ମହାନ୍ତି ଏବଂ 3 ଥର କାଉନସିଲର 2 ଥର ବ୍ୟାସନଗରର ଚେୟାରମ୍ୟାନ କେମିତି ଅଛନ୍ତି ଆମେ ପ୍ରଥମ ଜାଣିବା ପାଇଁ ଚାହିଁବି ସଂସ୍କାର ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ। ନାଇଁ ପ୍ରଥମେ ତ ତପନ ବାବୁ ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି ଆପଣ ସଂସ୍କାର ଚ୍ୟାନେଲ ତରଫରୁ ମତେ ଡାକିଛନ୍ତି ଏବଂ ମୋ ସହିତ କିଛି ମତାମତ ନେବା ପାଇଁ ଚାହୁଁଛନ୍ତି ତେଣୁ ସଂସ୍କାର ନ୍ୟୁଜ ତ ବହୁତ ପୂର୍ବରୁ ଆପଣ ନ୍ୟୁଜ ସହିତ ମୋର ସମ୍ପର୍କ ଅଛି ଯାହା ହଉ ଏ ଗୋଟେ ଭଲ ଉଦ୍ୟମ ଆପଣଙ୍କ କାର୍ଯ୍ୟ ପଚାରନ୍ତୁ ଯାହା ପଚାରିବା କଥା। ଆମେ ପ୍ରଥମେ ଜାଣିବା ପାଇଁ ଚାହିଁବୁ ଯେ ଆପଣ ଦଶନ୍ଧି ଧରି ରାଜନୀତି ସହିତ ମଧ୍ୟ ଜଡିତ ଅଛନ୍ତି ବିଭିନ୍ନ ଦଳ ସହିତ ମଧ୍ୟ କାମ କରୁଛନ୍ତି ଏବଂ ଯୋଉ ଦଳ ଆପଣଙ୍କୁ ଯାହା ଦାୟିତ୍ୱ ଦେଇଛି ତାକୁ ମଧ୍ୟ ଆପଣ ସଠିକ କରୁଥିଲେ ଏ ହଉଛି ପ୍ରଥମ କଥା। ଆମେ କିଛି ଦିନ ତଳେ ଦେଖିବୁ ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେତେବେଳେ ଆସିଥିଲେ ବ୍ୟାସନଗର ଏକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ ଆପଣ ତାଙ୍କ ସମ୍ମୁଖରେ ମଧ୍ୟ ମଞ୍ଚର ଦାୟିତ୍ୱ ମଧ୍ୟ ଥିଲେ ମଞ୍ଚର ଅଭିଭାଷଣ ଦେବାର ମଧ୍ୟ ସୁଯୋଗ ପାଇଲେ ଏବଂ ତାଙ୍କ ସହିତ ମଞ୍ଚରେ ବସିବା ପାଇଁ ମଧ୍ୟ ସୁଯୋଗ ପାଇଲେ ସେ ଅନୁଭୂତି କେମିତି ଥିଲା ଏବଂ କଣ ପ୍ରତିଶ୍ରୁତି ଯାଇଥିଲେ ମୁଖ୍ୟମନ୍ତ୍ରୀ ମନେ ଅଛି କଣ? ନିଶ୍ଚିତ ଭାବେ ସେ ଆମର ଓଲ୍ଡ ବଏଜ ଆସୋସିଏସନ ଏନସିଆଇ ସ୍କୁଲ ଆଲୁମିନି କମିଟି ତରଫରୁ ଆମେ ପ୍ଲାଟିନମ ଜୁବୁଲି ପାଳନ କରୁଥିଲୁ ସେଇ ମର୍ମରେ ମୁଖ୍ୟମନ୍ତ୍ରୀ ସମ୍ମାନୀୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ଆସିଥିଲେ ଆମ ମିଟିଂ କି ସେ ଥିଲା ପରମ ସୌଭାଗ୍ୟ ଏବଂ ଏସବୁ ସମ୍ଭବପର ହୋଇଥିଲା ସମ୍ମାନୀୟ କୋରେଇର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ସେ ଆମକୁ ସବୁଥିରେ ସାହାଯ୍ୟ କରିଥିଲେ ମଧ୍ୟ ଏଇ ଫଙ୍କସନ ପାଇଁ ମାନସିକ ସ୍ତରରେ ଏବଂ ସମସ୍ତ ପ୍ରକାର ସ୍ତରରେ ବ୍ୟକ୍ତିଗତ ଭାବେ ଆମେ ଭେଟିଥିଲୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ସେଠି ସେ ମତେ ଇଣ୍ଟ୍ରୋଡ୍ୟୁସ କରେଇଥିଲେ 2 ପଦ କଥାବାର୍ତ୍ତା ହେଇଥିଲି କାରଣ ସେଟା ସମ୍ଭବ ନୁହେଁ ଅଧିକ କିଛି କଥା ହେବା ପାଇଁ ଏବଂ ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି ଆଜି ବିଧାୟକ କିଛି ଦାବି ଆପଣଙ୍କ ନିକଟରେ ଆଣିବେ ଆମର ଏନସିଆଇ ସ୍କୁଲ ବିଷୟରେ ଆପଣ ଟିକେ ତାକୁ ବିଚାରକୁ ନେବେ ସେ ମୋ କହିବାଟା ସେତେବେଳେ ମଧ୍ୟ ସମ୍ମାନୀୟ ବିଧାୟକ ଥିଲେ ଆଜି ତାଙ୍କ ଉଦ୍ୟମରେ ଏବଂ ତାଙ୍କର ଚେଷ୍ଟାରେ ଏନସିଆଇ ସ୍କୁଲ କୁ 10 କୋଟି ଟଙ୍କା ସାଂକ୍ସନ ହେଇଛି କ୍ରିକେଟ ଷ୍ଟାଡିୟମ ହବା ପାଇଁ ଏବଂ ସେ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଟଙ୍କା ବି ଆସିଛି ଫଳପ୍ରଦ ହେଇଛି ଜବାବ ଦେଇକି ଯାଇଥିଲେ ଏବଂ ଜବାବ ରଖିଥିଲେ ମୁଖ୍ୟମନ୍ତ୍ରୀ ଏବଂ ମିଶିଲେ ତାଙ୍କ ସହିତ ଆଲୋଚନା କଲେ ଏବଂ ଗୋଟିଏ ମଞ୍ଚରେ ବସିଥିଲେ କେମିତି ଥିଲା ସେ ଅନୁଭୂତି କେମିତି? ନାଇଁ ବହୁତ ଭଲ ଥିଲା ବହୁତ ଭଲ କାରଣ ଅତୀତରେ ଦେଖନ୍ତୁ ମୁଁ ଯୋଉ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଛନ୍ତି ଏବଂ ଆପଣ ମିଶିଲା ପରେ ପ୍ରକୃତରେ କଣ ଅନୁଭବ କଲେ ଯେ ପ୍ରକୃତରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ନାଇଁ ସିମ୍ପୁଲ ଅମାୟିକ ଏବଂ ଭଦ୍ର ସିମ୍ପୁଲ ଆଉ ସେ ଆମ ଓଡ଼ିଶା ଜିଲ୍ଲାର ବି ମଧ୍ୟ ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହିତ ବସିକି ବହୁତ ଭଲ ଲାଗିଲା ଅତୀତରେ ମଧ୍ୟ ସେ ସୁଯୋଗ ମିଳିଥିଲା ମତେ ମିଳିଛି ମୁଁ ସ୍ୱର୍ଗତ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲାବେଳେ ବହୁବାର ବସିଛୁ ବହୁବାର ମିଟିଂ ବି କରିଛି ଏବଂ ତାଙ୍କ ସହିତ ମିଶିବାରେ ବହୁତ ସୁଯୋଗ ମିଳିଥିଲା ତାପରେ ମୁଁ ସମ୍ମାନୀୟ ମୋହନ ଚରଣ ମାଝୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ
ସହିତ ବସିବାର ସୁଯୋଗ ପାଇଥିଲି। ଆପଣ ବ୍ୟାସନଗର ବାସୀ ଆପଣଙ୍କୁ ଦାୟିତ୍ୱ ଅନେକ ବାର ଆପଣ ନିର୍ବାଚିତ କରିଛନ୍ତି ଏବଂ 2 ଥର 3 ଥର ଧରି ଆପଣ କାଉନସିଲର ହେଇଛନ୍ତି ଏବଂ 2 ଥର ଧରି ଅଧ୍ୟକ୍ଷ ଭାବେ ମଧ୍ୟ ବସିଛନ୍ତି। ସେତେବେଳର ବ୍ୟାସନଗର ପୌର ପରିଷଦ କଥା ହଉ ବା ସହର କଥା ହଉ, ବର୍ତ୍ତମାନର ସହର ପୌର ପରିଷଦ କଥା ହଉ, କେମିତି କଣ ଅନୁଭବ? ଦେଖନ୍ତୁ, ସେ ବହୁତ ଆକାଶ ପାତାଳ ଫରକ। 1985 ମସିହାରେ ଯେତେବେଳେ ମୁଁ ଚେୟାରମ୍ୟାନ ହେଲି, ତାପରେ ମତେ ସୁଯୋଗ ଆସିଥିଲା 90, ଫେର 97 ଆଇଲା 2003 ପର୍ଯ୍ୟନ୍ତ ଥିଲି। ସେତେବେଳେ ଆମ ବ୍ୟାସନଗର ସହର ଏତେ ଅଭିବୃଦ୍ଧି ହେଇନଥିଲା ଏବଂ ଯାହା ବି ଥିଲା ଅର୍ଥର ବହୁତ ଅଭାବ ଥିଲା। ସୀମିତ ଅର୍ଥ ଭିତରେ ସେତେବେଳେ ଆମେ କାମ କରୁଥିଲୁ। ରାସ୍ତା ହଉ, ଡ୍ରେନ ହଉ, ଲାଇଟ୍ ହଉ, ସେତେବେଳେ ତ ସରକାର ଦଉନଥିଲେ ନା, ସେଥିପାଇଁ ପଇସା ନଥିଲା। ସରକାର ଖାଲି ରୋଡ ମେଣ୍ଟେନାନ୍ସ ପାଇଁ ଦିଅନ୍ତି ପଇସା। ସେ ସଫିସିଏଣ୍ଟ ନଥିଲା ସେ ଅର୍ଥ। ବର୍ତ୍ତମାନ ସେତେବେଳେ ଆମେ ମଧ୍ୟ, ପ୍ରଥମ କାଉନସିଲର ଯେତେବେଳେ ହେଇଥିଲେ କୋଉ ମସିହାରେ ହେଇଥିଲେ? ମୁଁ 1984 ମସିହାରେ କାଉନସିଲର ହେଇଥିଲି ଏବଂ ଭାଇସ୍ ଚେୟାରମ୍ୟାନ ମଧ୍ୟ ହେଇଥିଲି। ପରବର୍ତ୍ତୀ ସମୟରେ ସ୍ୱର୍ଗତ ଶ୍ରୀଯୁକ୍ତ ହୃଷିକେଶ ରାଉତ ଚେୟାରମ୍ୟାନ ଥିଲେ। ତାପରେ ଆମ ଭିତରେ ମତାନ୍ତର ହେଇଥିଲା। ହେଲା ପରେ ଅବଶ୍ୟ ତା ଦେହରେ ଖୋଲା ମଞ୍ଚରେ ଆପଣଙ୍କୁ ବି କହୁଛି, ସେଥିରେ ମୋର ଉଦ୍ୟମ ନଥିଲା ଏବଂ ଆନ୍ତରିକ ଇଚ୍ଛା ବି ନଥିଲା। କାରଣ ଏ ସବୁ ଯାହାକୁ ଆମେ ନିର୍ବାଚିତ କରିକି ବସଉଛନ୍ତି, ତାଙ୍କୁ ଏପରି ହଇରାଣ କରି ବିଦା କରିବାଟା ମୋର ବି ଇଚ୍ଛା ନଥିଲା। କିନ୍ତୁ ପରିସ୍ଥିତି ଏପରି ହେଇଥିଲା, 2 ଭାଗ ହେଇଯାଇଥିଲା ଦଳ। ସେତେବେଳେ ଜନତା ଦଳ ଥିଲା ଏବଂ ମୁଁ ବାଧ୍ୟ ହେଇକି ସେତେବେଳେ ମୋ ସାଙ୍ଗରେ ଯୋଉ ଭାଇମାନେ ଥିଲେ ତାଙ୍କ ଉଦ୍ୟମରେ ସେମାନେ ଚେଷ୍ଟା କଲେ ଏବଂ ମୁଁ ଚେୟାରମ୍ୟାନ ଦାୟିତ୍ୱ ନେଲି। ନେଲା ପରେ ଚେୟାରମ୍ୟାନ ଦାୟିତ୍ୱରେ ବି ମଧ୍ୟ ବହୁତ ସଂଘର୍ଷ ଏବଂ ରାଜନୀତିରେ ସେକେଣ୍ଡ ଟାଇମ ମଧ୍ୟ ବହୁତ ସଂଘର୍ଷ ଭିତରେ ଆମକୁ କାମ କରିବାକୁ ପଡିଛି। ଲୋକଙ୍କ ସମସ୍ୟା ଶୁଣୁଛୁ, କାମ ବି କରିଛୁ। ଲୋକମାନେ ଲୋକଙ୍କ ପାଇଁ କାମ କରିଛନ୍ତି। ଏତେ ରାଜନୀତି ଭିତରେ ଖଣ୍ଡି ହେଲା ପରେ ମଧ୍ୟ ଆପଣ ଗୋଟି ଚାଳନା ଭିତରେ ଆଗକୁ ପଳେଇ ଆସିଛନ୍ତି। ଆଜି କାହିଁ ନିରବି ଯାଇଛନ୍ତି ରାଜନୀତି? ନାଇଁ, ମୋର ଦେଖନ୍ତୁ, ଅତୀତରେ ମୁଁ ଦଳ ଯଦି ନିର୍ଦ୍ଦିଷ୍ଟ ଦଳରେ ବର୍ତ୍ତମାନ ସୁଦ୍ଧା ବି 2000 ଆପଣ ମନେ ଥିବ 18 ମସିହାର ବିଜୁ ଜନତା ଦଳ ମିଶିଥିଲି। 19ରେ ବର୍ତ୍ତମାନ ବି ଅଛି ବିଜୁ ଜନତା ଦଳରେ, କିନ୍ତୁ ସକ୍ରିୟ ନାହିଁ। ସେତେବେଳେ କଣ ହଉଥିଲା ଯେ ପୁରୁଣା ସେ ସମୟର ରାଜନୀତି, ବର୍ତ୍ତମାନ ରାଜନୀତି ଆଉ ନାହିଁ। ଇଏ ସବୁ କମର୍ସିଆଲ ହେଇଗଲା ପଲିଟିକ୍ସ ଏବଂ ଲୋକଙ୍କର ଭଲ ପାଇବା ଅଛି। ମୁଁ ତ ଯେତେବେଳେ ବି ଶାସନରେ ଥିଲି, ଆପଣ ଜାଣିଥିବେ କି ନ ଜାଣିଥିବେ, ମୁଁ ଦଳ ଦେଖେନି। ଦଳ ମତ ନିର୍ବିଶେଷରେ ଯୋଉମାନେ ଯେତେବେଳେ ଆସନ୍ତି ଯୋଉ କାମ ପାଇଁ ମୁଁ ସାହାଯ୍ୟ କରେ। କୋଉଟା ହୁଏତ ପାରେ, କୋଉଟା ପାରେ ନା, କିନ୍ତୁ ସାହାଯ୍ୟ କରେ, କିନ୍ତୁ ଦଳ ଦେଖେନି। ମୋ ମାଇଣ୍ଡରେ ପିଲା ଦିନରୁ ମୋର ଗୋଟେ ଥିଲା, ମଣିଷ ମାନଙ୍କର ହୃଦୟ ଗୋଟେ, 2ଟା ନୁହେଁ, ସମସ୍ତେ ଆମ ନିଜର। ଆପଣ ଯଦି ସେଇଟାକୁ ମାଇଣ୍ଡ ଭିତରେ ନେଇକି ଯିବେ, ତାହେଲେ ଆପଣ, ମୁଁ ଭାବୁଛି କୋଉଠି ହାର ମାନିବେ। ମହାନ୍ତି, ଯଦି ଆମେ ଦେଖିବା କୋରିଆ ନିର୍ବାଚନ ମଣ୍ଡଳୀରେ ଶାସକ ଦଳ କଥା ହଉ ବା ବିରୋଧୀ ଦଳ କଥା ହଉ, ସେ ବର୍ତ୍ତମାନ କୋଉ ପରିସ୍ଥିତିରେ ଛିଡା ହେଇଛନ୍ତି ଏବଂ ଲୋକମାନେ କଣ ଆଶା କରୁଛନ୍ତି? କୋରିଆରେ କଣ ବିକାଶ ହବାର ଆବଶ୍ୟକତା ରହିଛି ଏବଂ କୋଉ କଥା ମଧ୍ୟ ଅଟକିଛି? ଶୁଣନ୍ତୁ, ବିରୋଧୀ ଦଳ କଥା ଯୋଉଟା ବି ଆସୁଛି, ଦେଖନ୍ତୁ ଅତୀତ କଥାକୁ ବି ଆମେ ଯିବା। ରାମଚନ୍ଦ୍ର କୁଣ୍ଡିଆ ସେଠି ବିଧାୟକ ଥିଲେ, ଆଜି ବି ସେ ସର୍ବଭାରତୀୟ ଶ୍ରମିକ ନେତା ଏବଂ ମୋ ଦେଖିବାରେ ସ୍ୱର୍ଗତ ଅଶୋକ ଦାସ ଯିଏ MLA ଥିଲେ, ସେ ମତେ ବହୁତ ଭଲ ପାଉଥିଲେ ଏବଂ ମୁଁ ତାଙ୍କର ଏକାନ୍ତ ଅନୁଗତ ଥିଲି ଏବଂ ତାଙ୍କ ହୃଦୟରେ ଥିଲି। ଆଜି ଖୋଲା ମଞ୍ଚରେ ଆପଣଙ୍କୁ କହୁଛି, ଏଟା ବି ସମସ୍ତେ ଜାଣନ୍ତି ଯାଜପୁର ରୋଡରେ ଯେ ଇଏ ତାଙ୍କର ପ୍ରିୟ ବୋଲି। ଏବଂ ଏକଦା ବିରୋଧୀ ଦଳ ପ୍ରଣବ ପ୍ରକାଶ ଦାସ ବର୍ତ୍ତମାନ ଅଛନ୍ତି, ଯିଏକି ଶାସନ କ୍ଷମତାରେ ବହୁତ ଉର୍ଦ୍ଧ୍ୱରେ ଥିଲେ, ପାୱାର କରିଡରରେ ଥିଲେ
ଏବଂ ବର୍ତ୍ତମାନ ସେ ବିରୋଧୀ ଦଳର ଅଛନ୍ତି, ସେ ତାଙ୍କ ଭୂମିକା କରୁଛନ୍ତି। ବର୍ତ୍ତମାନର ବିଧାୟକ ସିଏ ମଧ୍ୟ ତାଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ଯେତିକି ଜାଣିଛି ବର୍ତ୍ତମାନର ବିଧାୟକଙ୍କର ସେ ଜଣେ ଭଲ, ମୁଁ ଅନ୍ୟ କାହାକୁ ଖରାପ କରୁଛି ସେ କଥା ନୁହେଁ, ସିଏ ମିଷ୍ଟାଭାଷୀ, ସରଳ ବ୍ୟକ୍ତିତ୍ୱ ଏବଂ ସିଏ କ୍ରିକେଟ ଯୋଉ ରାଜନୀତିଟା କ୍ରିକେଟ ଯାହା କହୁଛନ୍ତି ଆଜିକାଲି ଯେମିତିଟା ଚାଲୁଛି ସେ ରାଜନୀତିରେ ସେ ଖାପ ଖୋଇକି ଚାଲି ପାରୁନାହାନ୍ତି ଏବଂ ଚାଲି ପାରିବେ ନାହିଁ, କାରଣ ତାଙ୍କ ବ୍ୟବହାରଟା ସିଏ ଜଣେ ଆମାୟିକ ବ୍ୟକ୍ତିତ୍ୱ। ସିଏ କିନ୍ତୁ ସେ ଦୃଷ୍ଟିରୁ ଦେଖିବାକୁ ଗଲେ ସେ ବି ବହୁତ କାମ ବର୍ତ୍ତମାନ ପଡୋଶୀ ନିର୍ବାଚନ ମଣ୍ଡଳୀ ଦେଖିବେ ଆପଣ, ଧର୍ମଶାଳା କଥା କୁହନ୍ତୁ ବା ସୁକିନ୍ଦା କଥା କୁହନ୍ତୁ ବା ବର୍ଚଣା କଥା କୁହନ୍ତୁ ବା ଯାଜପୁର କଥା କୁହନ୍ତୁ, ସେଠି ଯୋଉଭଳି ଭାବରେ ବିକାଶ ହୋଇଛି ଆଜି କୋରେଇ ସେଭଳି ଭାବରେ ଟିକେ ବିକାଶର ପଛଘୁଞ୍ଚା ରହିଛି ବୋଲି ଗୋଟେ ଅନୁଭବ କରନ୍ତି କେବେ? ନିଶ୍ଚିନ୍ତ ନିଶ୍ଚିନ୍ତ। ଶୁଣନ୍ତୁ, ସେଠି ଯାଜପୁରରେ ଯାହା ଡେଭଲପମେଣ୍ଟ ହେଇଛି ଯାଜପୁର ହେଇଛି ଏବଂ ସେ ଆମ ଜିଲ୍ଲା ଅଲଗା କଥା କିଛି ନୁହେଁ, କିନ୍ତୁ ସେ ରେଟରେ କୋରେଇ ହେଇନାହିଁ। ଏବଂ ସୁକିନ୍ଦାରେ ସେତେବେଳେ ମଧ୍ୟ ପାୱାରଫୁଲ ମିନିଷ୍ଟର ଥିଲେ, ପାୱାର କରିଡରରେ ଥିଲେ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ତାପରେ ତାଙ୍କ ପୁଅ ମଧ୍ୟ ଆସିଲେ ଇଞ୍ଜିନିୟର ପ୍ରୀତି ରଞ୍ଜନ ଘଡ଼ାଇ। ବାରମ୍ବାର ସେମାନେ ଦୀର୍ଘ 24 ବର୍ଷ ହେଲା ମଧ୍ୟ 90 ମସିହାରୁ ମାନେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମଧ୍ୟ ଜିତିକି ଆସୁଥିଲେ, କିନ୍ତୁ କୋରେଇର ସେଇ ବିକାଶଟା ହେଇପାରିଲାନି। ବର୍ତ୍ତମାନ କିନ୍ତୁ ହବାକୁ ଯାଉଛି ଆମ ଜାଣିବାରେ, କିଛି ନହେଲେ ଦୀର୍ଘ ବର୍ଷ ଧରି ଯୋଉ ବ୍ୟାସନଗର ଷ୍ଟାଡିୟମଟି ମ୍ୟୁନିସିପାଲିଟି ଅଣ୍ଡର ଥିଲା ଏବଂ ରାଜୀବ ଗାନ୍ଧୀ ଷ୍ଟାଡିୟମର ଦୀର୍ଘ ଦିନ ହେଲା ଲୋକଙ୍କର ଦାବି ଥିଲା। ଆଜି ଆମ ଯୋଉମାନେ ପୁରୁଣା ଲୋକ ନାହାନ୍ତି ଅଛନ୍ତି, ପୁରୁଣା ଜନାର୍ଦ୍ଦନ ରାଉତ ବହୁତ ସୁନ୍ଦର ଫୁଟବଲ ପ୍ଲେୟାର, ଆହୁରି ବି ଏଇଠି ସୁନାମ ଅର୍ଜନ କରିଛନ୍ତି ଇଷ୍ଟଜୋନ କ୍ରିକେଟ ପ୍ଲେୟାର ଭରତ ବିଶନଜୀ, ସେ ନାହାନ୍ତି ଆଜି। ଏବଂ ପୁରୁଣା ନିତ୍ୟାନନ୍ଦ ସାମଲ ଫୁଟବଲ ପ୍ଲେୟାର ଏବଂ କୀର୍ତ୍ତନ ବିହାରୀ ଜେନା, ଇଏ ପ୍ରିନ୍ସିପାଲ ଥିଲେ ବିଏନ କଲେଜର, ଆମର ମଧ୍ୟ ସେ ସଂଗଠନର ଜଣେ ମୁଖ୍ୟ ଲୋକ ଏବଂ ଗୋବର୍ଦ୍ଧନ ସାହୁ ମଧ୍ୟ କ୍ରିକେଟ ଯିଏ ଜନ୍ମଦାତା ଆମ ସହରରେ ଜିଲ୍ଲାରେ କହିଲେ ଅତ୍ୟୁକ୍ତି ହବନି। ଆଜି ବହୁତ ଲୋକ ବି ନାହାନ୍ତି, ତାଙ୍କ ବେଳଠୁ ଏ ଦାବି ଆସୁଥିଲା। କାରଣ ଆମେ ଶୁଣନ୍ତୁ, ବ୍ୟାସନଗର ନିଶ୍ଚିନ୍ତ ଭାବେ ତ ଅବହେଳିତ ଅଛି, ଅର୍ଥ ବି ବହୁତ ଆବଶ୍ୟକତା ଅଛି। ବର୍ତ୍ତମାନ ଆମର ସବୁ ଯୋଉ ଷ୍ଟାଡିୟମ ପାଇଁ ଆଇଲା 27 କୋଟି ଟଙ୍କା ଟେଣ୍ଡର ହେଇକି ବର୍ତ୍ତମାନ କାମ ହଉଛି, ଆଡିସନାଲ ଆଉ ଟଙ୍କା ଆସିବ, ଏପରି 35-37 କୋଟି ଟଙ୍କା ଆସିବ। ଏବଂ ବସଷ୍ଟାଣ୍ଡ ପାଇଁ ଯାହା ବିଧାୟକ ସେଦିନ କହୁଥିଲେ ମିଟିଂରେ ଯେ 40 କୋଟି ଟଙ୍କା ମଧ୍ୟ ବସଷ୍ଟାଣ୍ଡ ପାଇଁ ସାଂକ୍ସନ ହେଇଛି। NCI ସ୍କୁଲ, ଗ୍ରାମାଞ୍ଚଳରେ ରାସ୍ତା ଏସବୁ ହଉଛି। ଏଟା ମେଡିକାଲ ମଧ୍ୟ ଆମର ଯାଜପୁରରେ ଶୁଭ ଦିଆଗଲା, ବଡ ଆକାରରେ ବି ହଉଛି। ସେସବୁ କାର୍ଯ୍ୟକୁ ସେ ହାତକୁ ନଉଛନ୍ତି, ସେଟା ତାଙ୍କ ଉଦ୍ୟମ ତାଙ୍କର ରହୁଛି। ମ୍ୟୁନିସିପାଲିଟିର ପ୍ରୋବ୍ଲେମଟା କଣ ହଉଛି, ଅସ୍ଥିର ମ୍ୟୁନିସିପାଲିଟି, କାରଣ ବାରମ୍ବାର ଏଇ ଯୋଉମାନେ ଚେୟାରମ୍ୟାନ ହଉଛନ୍ତି ଅନାସ୍ଥା ଫେସ୍ କରୁଛନ୍ତି, ସେଠି କାର୍ଯ୍ୟରେ ନିଶ୍ଚିନ୍ତ ବ୍ରେକ୍ ଆଉଟ୍, ଯୋଉଟା କି ବିକାଶ ହେବାର ବାଧା ସୃଷ୍ଟି କରୁଛି। ଏବଂ ଅବିକା ଯଦିଓ ଚେୟାରମ୍ୟାନ ଦାୟିତ୍ୱରେ ଅଛନ୍ତି କିଏ, ଆମର ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ବଳ, ଆମର ପୌର ପରିଷଦର ଚେୟାରମ୍ୟାନ, ସିଏ ଗୋଟେ ଦଳ, ସିଏ ହେଲେ ବିଜୁ ଜନତା ଦଳ ଏବଂ MLA ରହିଲେ ବିଜେପି ସରକାର। ସେଠି ଯାହା ହେଲେ ବି ଟିକେ ବ୍ୟତିକ୍ରମ ହବ, କାମରେ ନିଶ୍ଚିନ୍ତ ବ୍ୟତିକ୍ରମ ହବ। ସ୍ଥାନୀୟ ଯୋଉ ଯୁବକ ମାନେ ଅଛନ୍ତି ଏଠି, ଏତେ କମ୍ପାନୀ ମାନେ ରହିଛି ନିଯୁକ୍ତି ପାଇପାରୁନାହାନ୍ତି। ଆପଣ ଜଣେ ଅନୁଭବୀ ନେତା ହିସାବରେ ଏତେ ଦିନ ଧରି ଆପଣ ବ୍ୟାସନଗରରୁ ଦେଖନ୍ତି, ଆଉ କଣ କହିବେ କାହିଁକି? ନାଇଁ ଦେଖନ୍ତୁ, ବ୍ୟାସନଗର ତ ହେଲା କଳିଙ୍ଗନଗର ମୁଖଶାଳା, ଆମ ଭିତରେ ୟୁନିଟି ନାହିଁ ଏଠି, ବୁଝିଲେ? ଭାଇଚାରା ଅଛି। ଏଇ ବ୍ୟାସନଗର ସହରରେ ଦଳ ମତ ନିର୍ବିଶେଷ ଯେ ଯୋଉ ଦଳ ରୁହନ୍ତୁ ନା କାହିଁକି, ଏଠି ଭାଇଚାରା ଅଛି, ଭଲ ପାଇବା ଅଛି, ଏ ସବୁ ଅଛି। କିନ୍ତୁ ସେ ଯୋଉ ଲଢେଇଟା ଦରକାର, ସେ ଲଢେଇଟା ଆଉ ନାହିଁ। ଆଜିକାଲି ନେତା ମାନେ ବା ଯୁବପିଢି ମାନେ ଯୋଉମାନେ ଆସୁଛନ୍ତି ଦଳକୁ, ସେମାନଙ୍କ ପାଇଁ କଣ ଆବଶ୍ୟକତା ରହୁଛି ଗୋଟେ ଅନୁଭବ ହିସାବରେ କଣ କହିବେ? ଶୁଣନ୍ତୁ, ଆମେ ତ ଗୋଟେ ଜୀବନର ଶେଷ ପାର୍ଟ ଆଡକୁ ଆସିଗଲୁଣି।
ପାଛରେ ଆସିଗଲୁଣି ତ ସେ ଭଗବାନ ବାବାଙ୍କ ଇଚ୍ଛା ସତ୍ୟସାଇ ବାବାଙ୍କର କଥା ହଉଛି ଯେ ଯୁବକ ମାନଙ୍କୁ ମୁଁ ଏତିକି ଉପଦେଶ ଦେବି ଅର୍ଥ ପଛରେ ରାଜନୀତିକି ଆସିକି ଆଜିକାଲି ବହୁତ ଅର୍ଥ ପଛରେ ଦୌଡୁଛନ୍ତି ଅର୍ଥ ପଛରେ ନ ଦୌଡ଼ି ସମାଜ ସେବାକୁ ମନୋବୃତ୍ତି ନେଇ ଯଦି ତୁମର ସ୍ୱଚ୍ଛଳ ଥିବ ଘରେ ପଇସା ନଥିବ ଆମେ ଡେଇଁ ପଡିବା ସ୍ୱାଭାବିକ ଭୁଲ କାମ କରିବେ ସେ ପାର୍ଟଟାକୁ ଦେଖିବେ ଏବଂ ନିଷ୍ଠାବାସୀ ଉତ୍ତମ ବ୍ୟବହାର ଆଉ ମାଇଣ୍ଡରେ ସଦାବେଳେ ଖ୍ୟାଲ ରଖିବା ଦରକାର କାହାରି ଅନିଷ୍ଟ କରିବାନି ଏବଂ ଜଣେ ଯଦି ସାହାଯ୍ୟ ପାଇଁ ଆସେ ଆମେ କେତେ ଦୂର ସାହାଯ୍ୟ କରିପାରିବା ନ କରିବା କିନ୍ତୁ ଦିପଦ ବସେଇକି ତାଙ୍କୁ ଭଲ ମନ୍ଦ ବୁଝିବା ଦରକାର ଅଛି କାମ ତାଙ୍କ ପାଇଁ କାମ କରିବାର ଅଛି ଉଦ୍ୟମ କରିବାର ଅଛି ସେଇପରି ଏବଂ ବିଶେଷ କରି ଚରିତ୍ର ଯଦି ଥରେ ନଷ୍ଟ ହେଲା ଗୋଟେ ମଦ୍ୟପ ମଦ ପିକି ଛାଡି ଦେଇ ପାରିବ ଯଦି ଥରେ ଆପଣ ଚରିତ୍ରଟା ନଷ୍ଟ ହେଇଗଲା ନା ଆପଣ ସମାଜ ସବୁଦିନ ପାଇଁ ଏଭ୍ରିଥିଙ୍ଗ ଇଜ ଲଷ୍ଟ ଶ୍ରୀଯୁକ୍ତ ମହାନ୍ତି ଦେଖିଲେ ଆପଣ କାହିଁ ଅନେକ ଲୋକ ଏତେ ଭଲ ପାଆନ୍ତି ସେ ଦଳମତ ନିର୍ବିଶେଷରେ ହଉ ସାଂଗଠନିକ କ୍ଷେତ୍ରରେ ଆପଣ ସମସ୍ତେ କାହିଁକି ଏତେ ଭଲ ସେଟା ମୁଁ ବି ଜାଣେ ନା କାହିଁ ବହୁତ କାରଣ କଣ ଥାଏ ନେତା ବି କହନ୍ତି ମୁଁ କିନ୍ତୁ ଜାଣେ ନା ଭଗବାନ ମୁଁ ଖାଲି ପ୍ରାର୍ଥନା କରେ ପ୍ରଭୁ ଯେ ଆମ ଶେଷ ଜୀବନଟା ଲୋକଙ୍କର ଏଇପରି ଭଲ ପାଇବା ଥାଉ ଆମ ଶେଷ ଜୀବନ ଯାଏ ଆମ ଦେହରେ ଗୋଟେ କଳଙ୍କ ନ ଲାଗୁ ଲୋକମାନଙ୍କର ଯାହା ଭଲ ପାଇବା ଅଛି ଭଲ ପାଇବାଟା ଆପଣଙ୍କର ଅଧୁରା ସ୍ୱପ୍ନ କଣ ରହିଛି ଅଧୁରା ସ୍ୱପ୍ନ ଅବିକା ଆଉ କିଛି ନାହିଁ ଥିଲା ଏଇ ଯୋଉ ଗଲା ନିର୍ବାଚନରେ ମୁଁ ପୂର୍ବରୁ ମଧ୍ୟ କଂଗ୍ରେସ ବେଳେ ଏମଏଲ ପାଇଁ ଟ୍ରାଏ କରିଥିଲି କିନ୍ତୁ ହେଇପାରି ନଥିଲା କି କୌଣସି କାରଣରୁ ହଉ ଏବଂ ଲାଷ୍ଟ ଟାଇମ ମୋର ଯେତେବେଳେ ବ୍ୟାସନଗର ମ୍ୟୁନିସିପାଲିଟିର ଏଟା ନିଜ ଗାରିମା ନିଜେ କହୁନେଇ ଆପଣ ଜାଣିଥିବେ ଏଠି ପବ୍ଲିକ ଚାହୁଁଥିଲେ ରସା ମହାନ୍ତି ଆଉ ଥରେ ଆସୁ ଆଉ ଥରେ ଚେୟାରମ୍ୟାନ ହଉ ବ୍ୟାସନଗର ମ୍ୟୁନିସିପାଲିଟିର ଉନ୍ନତି କରିବ କାରଣ ଆମ ବେଳେ ଆମେ କରିଛୁ ଆମେ ବାଦୁ ନବାକୁ ଚାହୁଁନୁ ଆପଣ ଦେଖନ୍ତୁ ନା ଯାଜପୁର ଭିତରେ ଆଜି ସହର ଯୋଉ ଅଭିବୃଦ୍ଧି ହେଇଛି ଯେତେ ବାଇପାସ ରୋଡ ଯେତେ କଲୋନୀ ସବୁ ହେଇଛି ଆପଣ ସେ ପ୍ରିୟଦର୍ଶିନୀ କଲୋନୀ କୁହନ୍ତୁ ଗାୟତ୍ରୀ ବିହାରର ବି ମୂଳଦୁଆ ଆପଣ ରାଧାକାନ୍ତ ମାର୍ଗର ସମ୍ପୂର୍ଣ୍ଣ ରାସ୍ତା ଏସବୁ ଚେଷ୍ଟା କରିଥିଲି ବହୁତ କଷ୍ଟ ହେଇଥିଲା କରିବା ପାଇଁ ବହୁତ ଉଦ୍ୟମ ହେଇଥିଲା କରିଥିଲୁ ଆଉ କିଛି ଅଧୁରା ଥିଲା ଏ 2000 ଆମର ଯୋଉ 22 ଆମର ମ୍ୟୁନିସିପାଲିଟି ଚେୟାରମ୍ୟାନ ହେଲା 22 ନା 23 ନା 23 ହଁ ନା 22 ରେ ସେଥିରେ ଗୋଟେ ଆଶା ଥିଲା ଏବଂ ମୁଁ କଂଗ୍ରେସ ଦଳରେ ମଧ୍ୟ ମତେ ବହୁତ ସମ୍ମାନ ଦେଇଥିଲା ଚେୟାରମ୍ୟାନ କରିଥିଲା ବହୁତ ପଦପଦବୀ राज्य ऑर्गेनाइजिंग सेक्रेटरी युव कांग्रेस थी युव कांग्रेस वाइस प्रेसिडेंट थी जिला सभापति थी पीसीसी ट्रेजरर थी एवं केउंझर जिला प्रभारी भी थी जानके मत जनरल सेक्रेटरी करते तापरे गोटे मत चेयरमैन आशा नहीं कि आसी किंतु से तो हो पारानी गुड़ाए आसी नवीन बाबू नेतृत्व में प्रणव प्रकाश दास से जहाँ सहित मोरी घनिष्ठता सी से सहित रहीकि केनता सहर टाक विकास करने गोटे मूल लक्ष्य थिला से स्वप्नटा रहीगला आगु सुजोग आसले भी स्वप्न रहीगला एवं जदि बा सुजोग आसीबो ताकू ग्रहण करने मु प्रस्तुत नहीं कारण बयसर गोटे समय अच्छे सीमा अच्छे तेणु आमे पावर पाई आमे लोभ करके बसवा से ठीक मन भावनी अद्यावधि छात्र समय अद्यावधि आज जाए अनेक आंदोलन सहित जड़ित अच्छा कौन सब हाथ को नहीं आज्ञा शुणु आम एसएफआई रु मोर छात्र जीवन आरंभ कर भद्रक कॉलेज पाठ पढ़ुली सेठी मु प्रथम एथलेटिक्स सेक्रेटरी छिड़ा होती बहु वोट्रे जीती कॉलेज कैरियर रु एसएफआई रे मोर कार्यक्रम आरंभ करी अशोक दास सहित मिसिकी स्वर्गत सामान्य अशोक दास सहित मिसिकी आमे विरोध दल भूमिका काम करूँ
विशेष कर मन अच्छी बुल्लाइस बुल्लाइस आज मंत्री सम्मान्य श्रीयुक्त सुरेश पूजारी से गोटे ओडिशा रे युव नेता हिसाब से चौल पकईले से आम युव अवस्था से श्रीकांत जेना विजय महापात्र अशोक दास नलिनी महांती जो सहित काम कर सुजोग पाइलु एवं बुला इश्यू हिसाब से बुला इश्यू निजे निजे देखीचु निजे अंगे लिभेचु पुलिस भुवनेश्वर माड़ भी खाइचु हाँ पाचिरी सेपा को पारुटी बस्ता बस्ता पिंगेवा भी देखीचु ये सब सम्मान्य स्वर्गत अशोक दास आज नहांती नलिनी महांती आज नहांती सम्मान्य विजय महापात्र सम्मान्य श्रीकांत जेना देखी जानी व्यक्तिगत भाव मत जानते समय अति रास्ता घाट हजार हजार प्लांट बस जो भाव मनमानी चलुंट बारंबार नोटिस लगला भी खुला रास्ता उपर गाड़ी रखुन जो नाही नथिबार असुविधार सम्मुखीन होती लोक जीवन जाऊँ आज्ञा देखो बहुत दाबी है बहुत आंदोलन है व्यक्तिगत भाव बहुत गाड़ी तो बर्तमान आसुना किसी गाड़ी आवश्यकता पड़ुची आसूची आसवा द्वारा कौन हो सहर ट्राफिक व्यवस्था विपर्य होची कारण ताको संभालिया लोक ना से गाड़ी घोड़ा न आइले बहुत माने घर जो माने सहर से भी मझे भारी असुविधा होगा घर सब फांका पड़गला कारण सबु प्लांट समस्ते ये रोचंती किछि भी आसुचंती संपूर्ण नुहे किछि आसुचंती किछि आसुना जो मैंने तुमने याद कर गोटे पांथिका करते आपण गोले छक करना समय अतिक्रांत होती माननीय विधायक जो अच्छा आकाश नायक अनुरोध रखिए विकास भाव नहीं तांकर मोर अनुरोध से जहाँ विकास मूलक कार्य करेंगे प्रगत योग्य मोर कोरेवासी और व्यासनगरवासी शेष कौन गोटे बार्ता रखा चाहिए आज दिन आज देखो आज्ञा व्यासनगरवासी कोरेवासी मोर गोटे अनुरोध आपण माने स्वच्छ और निर्मल रुहतु भल पाइबा परस्पर को अवहेला करंतु नहीं एवं आमे कौन करिपारिबा न करिपारिबा किंतु सुख दुख साथी हवा निहाती आवश्यकता निश्चित भाव में शुणुले आम जहाँ श्रीयुक्त महांती सहित आलोचना करते अनेक आलोचना कले छात्र राजनीति आरंभ होता अनेक नेता को से देखी अशोक विकास दिगरे कोई भाव से कहते जो से अध्यक्ष थे से अध्यक्ष होगा से कौन कौन विकास काम कर कथा अधिक आलोचना करते कार्यक्रम जेहेतु अतिक्रांत होती सब बलवान आम कार्यक्रम ये रखा धन्यवाद नमस्कार।